ଭଗବାନ ଶ୍ରୀକୃଷ୍ଣ ଦେହ ଛାଡ଼ିଲେ କିନ୍ତୁ ତାଙ୍କ ହୃଦୟ କେବେ ମୃତ୍ୟୁବରଣ କଲା ନାହିଁ। ଶ୍ରୀକୃଷ୍ଣଙ୍କ ଅନ୍ତିମ ସଂସ୍କାର ସମୟରେ ଅଗ୍ନିରେ ସମସ୍ତ ଦେହ ଜଳିଗଲା କିନ୍ତୁ ହୃଦୟ ଜଳିଲା ନାହିଁ। ସେ ଆଜି ମଧ୍ୟ ସ୍ପନ୍ଦନ କରୁଛି। ସେ ଅମର ହୃଦୟକୁ ଶାସ୍ତ୍ରରେ କୁହାଯାଏ ବ୍ରହ୍ମ ପଦାର୍ଥ। ପାଣ୍ଡବମାନେ ସେହି ବ୍ରହ୍ମକୁ ସମୁଦ୍ରରେ ବିସର୍ଜନ କରିଦେଲେ। ସମୁଦ୍ରରେ ପହଞ୍ଚି ସେହି ବ୍ରହ୍ମ ମହାଦାରୁର ରୂପ ଗ୍ରହଣ କଲା। ଗୋଟିଏ ରାତି ଓଡ଼ିଶାର ରାଜାଙ୍କୁ ସ୍ୱପ୍ନ ଆସିଲା। ସ୍ୱପ୍ନରେ ଶ୍ରୀକୃଷ୍ଣ କହିଲେ, ମତେ ସମୁଦ୍ର ତଟରେ ଖୋଜ, ମୁଁ ସେଠି ମହାଦାରୁ ରୂପରେ ଦଣ୍ଡାୟମାନ। ସକାଳେ ରାଜା ଦେଖିଲେ ସମୁଦ୍ର ତଟରେ ସତରେ ମହାଦାରୁ ଅଛନ୍ତି। ସେହି ଦାରୁରେ ଭଗବାନ ବିଷ୍ଣୁଙ୍କ ଶଙ୍ଖ ଚକ୍ର ଗଦା ପଦ୍ମ ଚିହ୍ନ ଫୁଟି ଉଠୁଥିଲା। ସେହି ଆଲୋକ ଚାରିଦିଗକୁ ଆଲୋକିତ କରିଦଉଛି। ରାଜା ସେହି ମହାଦାରୁରୁ ଚତୁର୍ଦ୍ଧା ମୂର୍ତ୍ତି ନିର୍ମାଣ କରାଇଲେ। ଜଗନ୍ନାଥ, ବଳଭଦ୍ର, ସୁଭଦ୍ରା ଓ ସୁଦର୍ଶନ। ଆଜି ମଧ୍ୟ ନବକଳେବର ସମୟରେ ସାରା ପୁରୀକୁ ଅନ୍ଧକାର କରି ଦିଆଯାଏ। ବ୍ରହ୍ମ ପଦାର୍ଥ ପୁରୁଣା ମୂର୍ତ୍ତିରୁ ନୂଆ ମୂର୍ତ୍ତିକୁ ସ୍ଥାନାନ୍ତରିତ କରାଯାଏ। ଆଖି ବନ୍ଦ କରି ହାତରେ କନା ଗୁଡାଇ ବ୍ରହ୍ମ ପରିବର୍ତ୍ତନ କରାଯାଏ। ଜଗନ୍ନାଥ କେବଳ ମୂର୍ତ୍ତି ନୁହନ୍ତି, ସେ ଅମର ଚେତନା। ଜୟ ଜଗନ୍ନାଥ। ଏହି ପ୍ରକାର ଆଧ୍ୟାତ୍ମିକ ତଥ୍ୟ ପାଇଁ ଚ୍ୟାନେଲକୁ ସବସ୍କ୍ରାଇବ କରନ୍ତୁ।